ଆଜ୍ଞା କଣ ହେଲା? କଣ ପାଇଁ ଡାକୁଛନ୍ତି? ନମସ୍କାର ଆଜ୍ଞା। ହଉ ନମସ୍କାର। ଆଜ୍ଞା କିଛି କାମ ଥିଲା କି? ଆଜ୍ଞା ଆମେ ଜନଗଣନା କରିବାକୁ ଆସିଥିଲୁ। ହଉ ଆଜ୍ଞା କୁହନ୍ତୁ। ଆଚ୍ଛା ଆଜ୍ଞା, ଆପଣଙ୍କ ଘରେ କିଏ କିଏ ସବୁ ରହୁଛନ୍ତି? ଆମ ଘରେ ଆମ ବାପା ବୋଉ ମୋ ସ୍ୱାମୀ ମୋ ପୁଅ ମୋ ଝିଅ ମୋ ଦିଅର ମୋ ଯା ଆମେ ସମସ୍ତେ ରହୁଛୁ। ଆଚ୍ଛା ଆଜ୍ଞା, ଆପଣଙ୍କ ଆଧାର ନମ୍ବରଟା କହିଲେ? ନାଇଁ ନାଇଁ ଆଚ୍ଛା ଆଜ୍ଞା, ଆପଣଙ୍କର ପ୍ୟାନ୍ ନମ୍ବରଟା କେତେ କହିଲେ? ଏସବି ଆଜ୍ଞା, ଆପଣଙ୍କ ମୋବାଇଲ ନମ୍ବରଟା କେତେ କହିଲେ? 98532425 ହଉ ଆଜ୍ଞା, ଆପଣଙ୍କର ଜନଗଣନା ନା ପୁରା କମ୍ପ୍ଲିଟ୍ ହେଇଗଲା। ଆପଣଙ୍କ ମୋବାଇଲରେ ଗୋଟେ ଓଟିପି ଯିବ। ଆପଣ ସେ ଓଟିପିଟା ମୋତେ ଦେଇଦେଲେ ନା ଆପଣଙ୍କ ଜନଗଣନା ପୁରା କମ୍ପ୍ଲିଟ୍ ହେଇଯିବ। ତେଣୁ ଆପଣଙ୍କ ମୋବାଇଲରେ ଯୋଉ ଓଟିପିଟା ଯାଇଛି ସେ ଓଟିପିଟା ମୋତେ ଦିଅନ୍ତୁ। ଓଟିପି? ଓଟିପି କଣ ଦରକାର? ଜନଗଣନାରେ ଓଟିପି କୋଉଠି ଦରକାର ହେଲାଣି? ଆଜ୍ଞା ଆପଣ ଓଟିପି ନିହାତି ଦେବା ଦରକାର। ଆପଣ ଯଦି ଓଟିପିଟା ନ ଦେବେ ଆପଣଙ୍କ ଜନଗଣନା କମ୍ପ୍ଲିଟ୍ ହବ ନାହିଁ। ତେଣୁ ସେଇଥିପାଇଁ ଆପଣଙ୍କ ମୋବାଇଲକୁ ଯୋଉ ଓଟିପିଟା ଯାଇଛି ସେଇଟା ମୋତେ ଦେଲେ ହିଁ ସେଇ ଓଟିପିଟାକୁ ମୁଁ ମୋବାଇଲରେ ଡାଏଲ୍ କଲା ପରେ ଆପଣଙ୍କର ଜନଗଣନା ପୁରା କମ୍ପ୍ଲିଟ୍ ହବ, ସକ୍ସେସଫୁଲ ଦେଖେଇବ। ତେଣୁ ଓଟିପିଟା ନିହାତି ଦରକାର। ତମେ ମତେ କଣ ମୂର୍ଖ ବୋଲି ଭାବିଛ? ଜନଗଣନାରେ କୋଉ ଦିନଠୁ ଓଟିପି ଲାଗିଲାଣି? ପ୍ୟାନ କାର୍ଡ କୋଉଠି ଲାଗିଲାଣି? ଆଧାର କୋଉଠି ଲାଗିଲାଣି? ଏଥିରୁ ଜଣା ପଡିଗଲାଣି ତମେ ହଉଛି ଫେକ୍ ଅଫିସର। ତମେ ଆମକୁ ଠକୁଛ। ହଁ ଆଜ୍ଞା, ଜନଗଣନା ପାଇଁ କେବେ ବି ଓଟିପି ଦରକାର ନାହିଁ। ଯଦି କୋଉ ଅଫିସର ଆପଣଙ୍କୁ ମୋବାଇଲ ନମ୍ବର, ପ୍ୟାନ କାର୍ଡ, ଆଧାର କାର୍ଡ ଆଉ ତା ସହିତ ଓଟିପି ମାଗୁଛି ତାହେଲେ ଆପଣ ଜାଣିସାରିବେ ସେ ଅଫିସର ହଉଛି ଫ୍ରଡ୍ ଅଫିସର। ସେ ଆପଣଙ୍କୁ ଫ୍ରଡ୍ କରିବାକୁ ଚାହୁଁଛି। କାରଣ ସରକାରଙ୍କ ଦ୍ୱାରା ଜନଗଣନା କାର୍ଯ୍ୟକ୍ରମ ଯୋଉ ଅଫିସର ମାନେ କରୁଛନ୍ତି, ଯୋଉମାନେ ଆପଣଙ୍କ ଦ୍ୱାରକୁ ଜନଗଣନା କରିବାକୁ ଆସୁଛନ୍ତି ସେ ଆପଣଙ୍କୁ 34ଟା ପ୍ରଶ୍ନ ପଚାରିବେ। ସେ ପ୍ରଶ୍ନ ଭିତରେ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି, ଆପଣଙ୍କ ଘର ଛାତ ଘର କି ଆଜବେଷ୍ଟ ଘର, ଆପଣଙ୍କର କୂଅ ଅଛି କି ବୋରିଂ ଅଛି କି ଆପଣଙ୍କର ଲାଟ୍ରିନ୍ ଅଛି ନା ନାଇଁ, ଆପଣଙ୍କର ଟିଭି ଅଛି କି ନାଇଁ, ଆପଣଙ୍କ ଗ୍ୟାସ୍ ଅଛି କି ନାଇଁ, ଏଇଭଳିଆ 34ଟା ସେ କୋଶ୍ଚିନ୍ ପଚାରିବେ। କେବେ ବି ଆଧାର କାର୍ଡ, ପ୍ୟାନ କାର୍ଡ ଆଉ ମୋବାଇଲ ନମ୍ବର ବିଷୟରେ ସେ କେବେ ବି ପଚାରିବେ ନାହିଁ। କୌଣସି ଅଫିସର ଆପଣଙ୍କୁ ଆଧାର କାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ବିଷୟରେ ପଚାରୁଛନ୍ତି ତାହେଲେ ଆପଣ ଜାଣିପାରିବେ ସେ ଅଫିସର ହଉଛନ୍ତି ଫ୍ରଡ୍। ତେଣୁ ଆପଣ ସଠିକ ଉତ୍ତର ଦେଇ ଜନଗଣନା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ ଆଉ ଆଗକୁ ବଢାନ୍ତୁ। ଯୋଉ ଅଫିସର ମାନେ ଜନଗଣନା କରିବାକୁ ଏତେ ଖରାରେ ଆପଣଙ୍କ ଦ୍ୱାରକୁ ଆସୁଛନ୍ତି ତାଙ୍କୁ ଆପଣ ଚେୟାର ଖଣ୍ଡେ ବସିବାକୁ ଦିଅନ୍ତୁ, ପାଣି ଗ୍ଲାସ ପିଇବାକୁ ଦିଅନ୍ତୁ ଆଉ ସଠିକ 34ଟା କୋଶ୍ଚିନ୍ର ଆନ୍ସର ଦିଅନ୍ତୁ। ସରକାରଙ୍କ ମହତ୍ଵ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏତେ ଖରାରେ ସେ ଆପଣଙ୍କ ଦ୍ୱାରକୁ ଆସୁଛନ୍ତି। ତେଣୁ ଆପଣ ତାଙ୍କୁ ସମ୍ମାନ କରନ୍ତୁ ଆଉ ତାଙ୍କୁ କେବେ ବି ଖରାପ ବ୍ୟବହାର କରନ୍ତୁ ନାହିଁ। ଜନଗଣନାରେ ସାମିଲ ହୁଅନ୍ତୁ ଆଉ ଭାରତୀୟ ନାଗରିକ ବୋଲି ପ୍ରମାଣ ଦିଅନ୍ତୁ। ରହିଲୁ, ଜୟ ଜୟ ଜଗନ୍ନାଥ। ଜଗନ୍ନାଥ।